ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଧୋୟା ଅଞ୍ଚଳର ପିଡବ୍ଲ୍ୟୁଡି ବିଟ୍ ହାଉସ୍ ଭିତରକୁ ବନ୍ୟା ପାଣି ପଶିଯାଇଛି। ଆଣ୍ଠୁଏ ଉଚ୍ଚ ପାଣି ଭିତରେ ମଧ୍ୟ ସରକାରୀ କାର୍ଯ୍ୟ ବନ୍ଦ ନକରି ବିଟ୍ ହାଉସ୍ର ଅଧିକାରୀ ଖଟ ଉପରେ ବସି ଫାଇଲ୍ ଓ କାଗଜପତ୍ର ସମ୍ଭାଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବନ୍ୟା କାଣି ନଦୀର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ଧୋୟା ବିଟ୍ ହାଉସ୍ ମଧ୍ୟ ବୁଡ଼ି ଯାଇଛି। ଘର ଭିତରେ ସବୁଆଡ଼େ ପାଣି ଜମି ରହିଥିବାରୁ କର୍ମଚାରୀମାନେ ଖଟ ଟେବୁଲ ଉପରେ କାଗଜପତ୍ର ରଖି କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ଲୋକେ କହିଲେ, ଅଧିକାରୀଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଆମେ ପ୍ରଶଂସା କରୁଛୁ, କିନ୍ତୁ ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ। ବର୍ତ୍ତମାନ ଧୋୟା ଅଞ୍ଚଳର ଅନେକ ସରକାରୀ କାର୍ଯ୍ୟାଳୟ ଓ ଘରେ ପାଣି ପଶିଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳିରୁ ମାନସ ପଣ୍ଡାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍। ସାର୍ କ'ଣ କହିବେ, ଆଜି ଆପଣଙ୍କର ବିଟ୍ ହାଉସ୍ ଭିତରେ ଜଳମଗ୍ନ ହୋଇଛି, ପାଣି ପଶିଯାଇଛି ବିଟ୍ ହାଉସ୍ ଭିତରେ, କ'ଣ କହିବେ ସାର୍? କ'ଣ କହିବୁ, କାଲି ରାତି ପ୍ରାୟ 9ଟା ଖଣ୍ଡ ବେଳେ ଆମେ କୌଣସି ରୋଷେଇବାସ ବି କରିପାରିଲୁନି। କାଲି ହୋଟେଲରୁ ଖାଦ୍ୟ ମଗାଇକି ଖାଇଛୁ, ରାତି କାଟିଛୁ। ରାତି 9ଟା ବେଳେ 2ଟା ରୁମ୍ ଭିତରେ ପାଣି ପ୍ରବାହିତ ହୋଇଗଲା। ଆଉ ଏଇଭଳି ଅସୁବିଧା ଭିତରେ ଆମେ ରାତିର ଚେୟାର ପକାଇକି ରାସ୍ତା ଉପରେ ଫାଣ୍ଡିର ସୁରକ୍ଷା, ଯେହେତୁ ଗଭର୍ଣ୍ଣମେଣ୍ଟ କର୍ମଚାରୀ, ଫାଣ୍ଡିର ସୁରକ୍ଷା ପାଇଁ ଏଠି ପଡ଼ିକି ରହିଛୁ। ଆଉ ଭୟ ଲାଗୁନି ଆପଣଙ୍କୁ? ସାପ ବେଙ୍ଗର ଭୟ କି? ସାପ ଆଜ୍ଞା, କାଲି ରାତିର ଅନେକ ସାପ ବି ଦେଖିଲୁ ଏଇ ପାଣିର ମାନେ ପହଁରୁଛନ୍ତି। ଆଉ ଏଠି ନଦୀ ପାଖରେ ଯେହେତୁ ଫାଣ୍ଡିଟା ବି କରାଯାଇଛି, ଏଠି କୁମ୍ଭୀରର ଆଶଙ୍କା ବହୁତ ଅଛି। ଯଦି ଆମର ଉପରିସ୍ଥ ଅଧିକାରୀ ଫାଣ୍ଡିଟାକୁ କୌଣସି ଉଚ୍ଚ ଜାଗାକୁ ନେଇଯାଆନ୍ତି ତାହେଲେ ହୁଏତ ଭଲ ହୁଅନ୍ତା। କେତେବେଳେ ପାଣି ପଶିଲାଣି ଆପଣଙ୍କର? ପାଣି କାଲି ପ୍ରାୟ ରାତି 9ଟା ବେଳେ 2ଟା ରୁମ୍ ଭିତରେ ପାଣି ପ୍ରବାହିତ ହେଲା। ଭୟ ଲାଗୁଛି ବର୍ତ୍ତମାନ? ଭୟ ଭିତରେ ଅଛୁ, ଯେହେତୁ ଗଭର୍ଣ୍ଣମେଣ୍ଟ କର୍ମଚାରୀ, ଆମେ ତ ଛାଡ଼ିକି ଆମ ଜିନିଷପତ୍ର ଛାଡ଼ିକି ତ କୁଆଡ଼େ ଯାଇପାରୁନୁ। ଆମେ ହେଲେ ବି ସୁଦ୍ଧା ଏଇଭଳି ଅବସ୍ଥାରେ ଆମେ ଏଠି ଅଛୁ। ଧନ୍ୟବାଦ ସାର୍। କ'ଣ କହିବେ, ଆଜି ଯେଉଁ ଅଫିସ୍ ଭିତରେ ପାଣି ଚାଲିଛି, ଆପଣ କାର୍ଯ୍ୟ ଚାଲିଛି, କ'ଣ କହିବେ ସାର୍? ବନ୍ୟା ସମୟ ଅଫିସ୍ ଭିତରେ ପାଣି ପଶିଛି, ଆମେ ବି ଜଗିକି ଅଛୁ ସେଠି, ମାନେ ଅଫିସରେ ଅଛୁ, କୁଆଡ଼େ ଯାଇନାହୁଁ। ଆଉ ଯେହେତୁ ମାସ ଶେଷ, ତେଣୁ କାମ ଚାଲିଛି, ସବୁ କେସ୍ କ୍ଲୋଜ୍ ଉପରେ କାମ ଚାଲିଛି, ତେଣୁ ଆମେ ସାର୍ ଭୟ ଲାଗୁନି ଆପଣଙ୍କର? ଚାରିପଟେ ପାଣି ରହିଛି, ଆପଣ ଖଟ ଉପରେ ବସିକି ରହିଛନ୍ତି। ସରକାରୀ ଚାକିରି କରିଛୁ, ତେଣୁ ଆଉ ଯାହା ହେଲେ ବି କୌଣସି ଉପରିସ୍ଥ ଅଫିସରଙ୍କ ବିନା ଆମେ ତ କୁଆଡ଼େ ଯାଇପାରୁନାହିଁ, ତେଣୁ ସେଇଥିପାଇଁ ଆମେ ଅଛୁ। ଆଉ ଆପଣଙ୍କର ଉପରିସ୍ଥ ଅଧିକାରୀ ଜଣାଇଛନ୍ତି ପାଣି ଜଳମଗ୍ନ ହୋଇଛି? ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ, ସେମାନେ ପରାମର୍ଶ ଦେଇଛନ୍ତି ଯଦି କିଛି ବେଶୀ ହେଲା ତାହେଲେ ଉଚ୍ଚ ସ୍ଥାନକୁ ଉଠିଯିବ ବୋଲି କହିଛନ୍ତି। ଆପଣ ଭୟ ଲାଗୁନି? ବର୍ତ୍ତମାନ ଜଳମଗ୍ନ ହିସାବରେ ଅଛନ୍ତି, ବର୍ତ୍ତମାନ ପାଣି ତ ବର୍ତ୍ତମାନ ଯାହା ଦେଖିଲୁ ତା ଭିତରେ ଆଣ୍ଠୁ ଆଣ୍ଠୁ ପାଣି। ବର୍ତ୍ତମାନ ତ ଆପଣ ବସୁଛନ୍ତି ଖଟ ଉପରେ, ଯାହା ଜଣାପଡ଼ୁଛି ଆପଣ ବସୁଛନ୍ତି। ହଁ, ଆମେ ତ ରାତିରେ ବି ଏଇଠି ଥିଲୁ, କୁଆଡ଼େ ଯାଇନଥିଲୁ, ରାତିରେ ବି ଏଇଠି ଥିଲୁ, ମାନେ କୌଣସି ପ୍ରକାର ମାନେ ଜାଗା ଛାଡ଼ି ନଥିଲୁ। ଆଉ ବର୍ତ୍ତମାନ ଅଛୁ, ଯଦି ବେଶୀ କିଛି ପାଣି ବଢ଼ିଲା ତାହେଲେ ଉଚ୍ଚ ଜାଗାକୁ ପଳେଇଯିବୁ। ଆଉ ଧନ୍ୟବାଦ। ଆପଣଙ୍କର ବିଟ୍ ହାଉସ୍ ଭିତରେ ଜଳପାଣି ପଶିଯାଇଛି, କ'ଣ କହିବେ? ପାଣି ତ ଏମିତି କଣ୍ଟିନ୍ୟୁ, ଆର ବର୍ଷ ବି 4-5 ଥର ପାଣି ଭିତରେ ପଶିଛି। ଅବଶ୍ୟ ପାଣି ରୁମ୍ ଭିତରେ ଥର ପଶିନଥିଲା, କିନ୍ତୁ ପାଣି ଆସି ଲାଗିଥିଲା। କିନ୍ତୁ ଏଥରକ ପ୍ରବଳ ବନ୍ୟା ପାଣି ସବୁ ରୁମ୍ ଭିତରେ ପଶିଯାଇଛି। ବନ୍ୟା ପାଣି ପଶିଲା ବେଳକୁ ସାପର ମଧ୍ୟ ଭୟ ରହୁଛି। ଏଇଟା ଟେମ୍ପୋରାରୀ, ଏଇଟା ବିଟ୍ ହାଉସ୍ ଆମର ପରମାନେଣ୍ଟ ସିଚୁଏସନ୍ କରିବାକୁ ହେଲେ ଗୋଟେ ଉଚ୍ଚ ସ୍ଥାନରେ ବିଟ୍ ହାଉସ୍କୁ ସ୍ଥାନାନ୍ତର କଲେ ସେଠି ଗୋଟେ ପରମାନେଣ୍ଟ ବିଟ୍ ହାଉସ୍ ଅଛି। ପ୍ରତିବର୍ଷ ଏମିତି ବନ୍ୟା ହେଉଛି, ପାଣି ସବୁ ଥରକ ଏମିତି ଆସିକି ଲାଗୁଛି, କିନ୍ତୁ ଏ ବର୍ଷ ପୁରା ରୁମ୍ ଭିତରେ ପଶିଯାଉଛି। ସାପ ମଧ୍ୟ ଭୟ ରହୁଛି। କୁମ୍ଭୀର ବି ନଦୀ ପାଖ, ଏଇଠି କୁମ୍ଭୀର ବି ଏପଟରେ ପ୍ରଭାବ ରହୁଛି କିଛି। ତେଣୁ ଏହାର ପରମାନେଣ୍ଟ ସିଚୁଏସନ୍ ଦେଖିକି ଗୋଟେ ଉଚ୍ଚ ସ୍ଥାନରେ ସ୍ଥାନାନ୍ତରିତ କଲେ ଆମେ ଉପକୃତ ହେବୁ। ଧନ୍ୟବାଦ।